ପିଲାମାନେ ଏହା ହେଉଛି ତୁମର ସମ୍ପୂର୍ଣ୍ଣ ଅସଲି ପ୍ରଶ୍ନପତ୍ର। ଠିକ୍ ଅଛି, ଏହା ଅଛି ପ୍ରଥମ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2025। ଠିକ୍ ଅଛି, ଶ୍ରେଣୀ ହେଉଛି ଅଷ୍ଟମ, ବିଷୟ ହେଉଛି ଚିତ୍ରାଙ୍କନ। ଠିକ୍ ଅଛି, ଶିକ୍ଷାର୍ଥୀଙ୍କ ନାମ ପିଲାମାନେ ଏଇଠି ତୁମର ସମ୍ପୂର୍ଣ୍ଣ ନାମ ଲେଖିବ। ଏଇଠି ଲେଖିବ ତୁମର ରୋଲ୍ ନମ୍ବର, ଏଇଠି ଲେଖିବ ତୁମର ବିଭାଗ, ଏଇଠି ଲେଖିବ ତାରିଖ। ଠିକ୍ ଅଛି, ତାପରେ ବିଦ୍ୟାଳୟର ନାମ, ଏଇଠି ତୁମର ବିଦ୍ୟାଳୟର ନାମ ଲେଖିବ। ଏଇଠି ଲେଖିବ ତୁମର ବ୍ଲକର ନାମ, ଏଇଠି ଲେଖିବ ତୁମର ଜିଲ୍ଲାର ନାମ। ଠିକ୍ ଅଛି ପିଲାମାନେ, ଏହି ପରୀକ୍ଷାର ସମୟ ହେଉଛି 2 ଘଣ୍ଟା। ଠିକ୍ ଅଛି, ପୃଷ୍ଠା ସଂଖ୍ୟା ହେଉଛି 2, ପ୍ରଶ୍ନ ସଂଖ୍ୟା ହେଉଛି 2 ଏବଂ ପୂର୍ଣ୍ଣ ସଂଖ୍ୟା ହେଉଛି 50 ମାର୍କର ତୁମ ଏହି ପରୀକ୍ଷା ଅଛି। ଠିକ୍ ଅଛି, ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ଚିତ୍ରଟିକୁ ବଡ଼ କରି ଅଙ୍କନ କର ଓ ରଙ୍ଗ ଦିଅ। ପିଲାମାନେ ଏଇଠି ଗୋଟିଏ ହାତୀର ଚିତ୍ର ଅଛି। ଏହି ହାତୀକୁ ଏଇଠି ବଡ଼ କରି ଅଙ୍କନ କରିବ। ଠିକ୍ ଅଛି, ବଡ଼ କରି ଅଙ୍କନ କରିବ ଏବଂ କ'ଣ କରିବ, ରଙ୍ଗ ଦେବ। ଠିକ୍ ଅଛି, ରଙ୍ଗ ଦେବ। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ଗାଁ ସକାଳର ଦୃଶ୍ୟ। ଗାଁ ସକାଳର ଦୃଶ୍ୟ ଅଙ୍କନ କରିବ ପିଲାମାନେ। ଠିକ୍ ଅଛି, ଗୋଟିଏ ଘର, 2-4ଟା ଘର ଥିବ। ଠିକ୍ ଅଛି, 2-4ଟା ଘର ଥିବ, 2-4ଟା ଘର ଥିବ, ଏମିତି ଅଙ୍କନ କରିବ ପିଲାମାନେ। ଠିକ୍ ଅଛି, ପାଖରେ ଆଉ 2-4ଟା ଘର ଏମିତି ଥିବ। ଠିକ୍ ଅଛି, ତାପରେ ଗଛ, 1 କିମ୍ବା 2ଟା ଗଛ ଥିବ। ତଳ ସ୍ପେସ୍ ଅଛି ପିଲାମାନେ, ତଳରେ ଜାଗା ଅଛି କାଟିବାକୁ। ମୁଁ ତୁମକୁ ବୁଝାଇବା ପାଇଁ ଏମିତି କାଟି ଦେଉଛି ପିଲାମାନେ। ଠିକ୍ ଅଛି, ତାପରେ ପକ୍ଷୀ ଗୁଡ଼ାକ ଉଡ଼ି ଯାଉଥିବେ, ପକ୍ଷୀ ଗୁଡ଼ାକ ଉଡ଼ି ଯାଉଥିବେ। ଠିକ୍ ଅଛି, ତାପରେ ଏଇ ଦିଗରୁ ସୂର୍ଯ୍ୟ ମୁଇଁ ଆସୁଥିବ, ଏଇ ଦିଗରୁ ସୂର୍ଯ୍ୟ ମୁଇଁ ଆସୁଥିବେ, ଗୋଟେ ସୂର୍ଯ୍ୟର ଚିତ୍ର। ଠିକ୍ ଅଛି, ତାପରେ ଏଇଠି 1-2ଟା ଗାଈ, ଛେଳି ଅଙ୍କନ କରିବ ପିଲାମାନେ। ଠିକ୍ ଅଛି, ତାପରେ ଅତି ସୁନ୍ଦର ମାର୍କ ମିଳିବ, 30 ମାର୍କ ଅଛି। ଠିକ୍ ଅଛି, ଅଙ୍କନ କରିବ। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରିବ, ଲାଇକ୍ କରିବ ଏବଂ ସେୟାର କରିବ। ଠିକ୍ ଅଛି, ଧନ୍ୟବାଦ।